ଟିକେ ଭାବନ୍ତୁ ଏମାନଙ୍କ ଜାଗାରେ ଯଦି ଆପଣଙ୍କ ଭାଇ କିମ୍ବା ଆପଣଙ୍କ ବାପା ମା ଥାନ୍ତେ, ମୁଁ ଗ୍ୟାରେଣ୍ଟି ସହିତ ଦେଇ କହୁଛି 13 ଜଣ ଶ୍ରମିକ ସହ ଯାହା ଆଜି ଘଟିଛି ତା ଆପଣ କଳ୍ପନା ମଧ୍ୟ କରିପାରିବେନି। ଟଙ୍କାର ଲୋଭ ଦେଖାଇ 13 ଜଣ ଶ୍ରମିକଙ୍କୁ ୟୁପିର ମୁଜାଫରନଗରର ଏକ ଫ୍ୟାକ୍ଟ୍ରିକୁ ଡକାଯାଏ। ଭିତରକୁ ଯିବା ମାତ୍ରେ ସେମାନଙ୍କ ମୋବାଇଲ ଏବଂ ପରିଚୟ ପତ୍ର ଛଡ଼ାଇ ନିଆଯାଏ, ଯାହାଦ୍ୱାରା ସେମାନେ ଜୀବନରେ ଆଉ କେବେ ବି ନିଜର ପରିବାର ଲୋକଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ। ଏହି ଲୋକମାନଙ୍କୁ କେବଳ ଫ୍ୟାକ୍ଟ୍ରିରେ ଦିନରାତି କାମ କରିବାକୁ ପଡ଼ୁଥିଲା। ନା ସେମାନଙ୍କୁ ଟଙ୍କା ଦିଆଯାଉଥିଲା, ନା ଶୋଇବାକୁ ଦିଆଯାଉଥିଲା। ଭାଇ ଖାଇବା ନାଁରେ କେବଳ ଲୁଣ, ରୁଟି କିମ୍ବା ବାସି ଖାଦ୍ୟ ମିଳୁଥିଲା। ବିରୋଧ କଲେ କୁକୁର ଭଳି ଘୋଷାଡ଼ି ଘୋଷାଡ଼ି ପିଟା ଯାଉଥିଲା। ଏବଂ ଏହି ଅତ୍ୟାଚାର କ୍ରମାଗତ 2 ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଆରେ ସେମାନଙ୍କର ପରିବାର ଲୋକଙ୍କୁ ତ ଏତିକି ବି ଜଣା ନଥିଲା ଯେ ସେମାନେ ବଞ୍ଚିଛନ୍ତି ନା ମରିଗଲେଣି। ସେ ତ ଭଗବାନଙ୍କ ଅଶେଷ କୃପା ଯେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଖସି ପଳାଇବାରେ ସଫଳ ହେଲେ ଏବଂ ସେ ସିଧା ପୁଲିସ ଷ୍ଟେସନକୁ ଚାଲିଗଲେ। ଏବଂ ଯାହା ପରେ ୟୁପି ପୁଲିସକୁ ଆକ୍ସନକୁ ଆସିଥିଲା ଏବଂ ଶ୍ରମିକକୁ ମୁକ୍ତ କରିଦିଏ। ତେବେ ଏହି ଫ୍ୟାକ୍ଟ୍ରି ମାଲିକଙ୍କୁ କି ପ୍ରକାର ଦଣ୍ଡ ମିଳିବା ଦରକାର କୁହନ୍ତୁ କମେଣ୍ଟ ବକ୍ସରେ। ଜୟ ଶ୍ରୀ ଜଗନ୍ନାଥ।